ପିଲାମାନେ ଆଜି ଆମେ ଓଡ଼ିଆର ସେଟ୍ ନମ୍ବର 4 ଆଲୋଚନା କରିବା। ତିନୋଟି ସେଟ୍ ଅଲରେଡି ଆଲୋଚନା ହେଇଯାଇଛି ହେଲା। ଆମେ ଆଜି 4 ନମ୍ବର ସେଟ୍ ଆଲୋଚନା କରିବା। କ୍ୱେଶ୍ଚିନ୍ ନମ୍ବର 1, ଜାଗବନ୍ଧନହାରା କବିତାର ଅନ୍ତଃସ୍ୱର କଣ? ଅପସନ୍ ସି ମାନବବାଦର ଜୟଗାନ। କ୍ଲିୟର। 2, ଭୀମଙ୍କ ସିଂହନାଦ ରଡ଼ି କେଉଁ ମହାରଥର ଗ୍ରନ୍ଥ ପର୍ବର ଗୃହୀତ କୋଉ ଗ୍ରନ୍ଥ ପର୍ବରୁ ଆସିଛି? ଗଦା ପର୍ବରୁ ଆସିଛି। ଅଙ୍ଗଦ କାହାର ପୁତ୍ର ଥିଲେ? ସି ବାଳି। କାହାର ଶିଖରରେ ସନ୍ଧ୍ୟା ତାରା ଦେଖିବା କଥା କୁହାଯାଇଛି? ଭାଲେରୀ ଶିଖର। ଭାଲେରୀ। ଅପସନ୍ ଡି। ଅରୁଣ କଷାୟ ବାସ ଅର୍ଥ ସ୍ୱରୂପ କେଉଁ ଉକ୍ତି ଠିକ୍? ଅପସନ୍ ଏ ଅରୁଣ ରଙ୍ଗର କଷାୟ ବସ୍ତ୍ର। 6, ମାଟି ମାର ଦେହ କିପରି? ଅପସନ୍ ବି ପାହାଡ ପଥର। ଅପସନ୍ ବି। ତାର କ୍ୱେଶ୍ଚିନ୍ ନମ୍ବର 7, ଓଡ଼ିଶାର କେଉଁମାନେ ବିଶ୍ୱ ଦରବାରରେ ସ୍ନେହଭାଜନ ଅଟନ୍ତି? ହେଲା ଗୁଣୀ ଜ୍ଞାନୀ ଓ ବିଦ୍ୱାନ। ଅପସନ୍ ଏ। କ୍ଲିୟର। 8 ନମ୍ବର ଦେଖ, ସମୁଦ୍ରରେ ସେତୁ ବାନ୍ଧିବା ପାଇଁ ରାମଚନ୍ଦ୍ର କାହାକୁ ପ୍ରସନ୍ନ କରିଥିଲେ? ଜଳଦେବତାଙ୍କୁ। ହେଲା, ଜଳଦେବତା କିଏ? ସେ ବରୁଣ। ତାପରେ ନିଶାଗମନରେ ଅବନୀ କେଉଁ ରୂପ ଧାରଣ କରେ? ନିଶ୍ଚଳ। ଅପସନ୍ ବି। ସୀତାଙ୍କର ଅନ୍ୟ ନାମ କଣ? ଅନ୍ୟ ନାମ ବୈଦେହୀ ହେବାର କାରଣ କଣ? ନା ବିଦେହର କନ୍ୟା ସେ। ଅପସନ୍ ସି ବିଦେହର କନ୍ୟା ବୋଲି ତାଙ୍କ ନାଁ ବୈଦେହୀ। ତାଙ୍କ ନାଁ ବି ମୈଥେଳୀ। ଜାନକୀ ସେ ତାଙ୍କ ନାଁ ଜାଣିଥା ସବୁ। 11, ନିମ୍ନଲିଖିତ ମଧ୍ୟରୁ କେଉଁଟି ଏକ ସମାଲୋଚନ ଧର୍ମୀ ପତ୍ରିକା? 11 ନମ୍ବର କୋଉଟା କହିଲ ପିଲେ? ନିଆଁଖୁଣ୍ଟାଟା। ନିଆଁଖୁଣ୍ଟା ହଉଛି ଆମର ସମାଲୋଚନା ଧର୍ମୀ ପତ୍ରିକା। 12, ଲେଖକଙ୍କର ଜନ୍ମଭୂମିକୁ ଫେରିବାର କେଉଁ ସାହସ ନାହିଁ? 12 ନମ୍ବର ତାଙ୍କର କୋଉ ସାହସ ନାହିଁ? ନୈତିକ ସାହସ ନାହିଁ ଲେଖକଙ୍କର। ଦରିଆପାର ସୁନା କାହାର କୃତି? ଡକ୍ଟର ଡି ହେଲା ବଂଶୀଧର ସାମନ୍ତରା। ଅପସନ୍ ଡି। 14, ଆମ ଦେଶରେ କେଉଁ ଭାଷାକୁ କେନ୍ଦ୍ର ଭାଷା କରିବା ପାଇଁ ଗାନ୍ଧୀ ଆହ୍ୱାନ ଦେଇଥିଲେ? ହିନ୍ଦୀ। ଅପସନ୍ ସି। ହେଲା, ତାପରେ ଦେଖ, ସ୍ୱାମୀ ବିବେକାନନ୍ଦଙ୍କର ପ୍ରଥମ ଶିଷ୍ୟ କିଏ ଥିଲେ? ଅପସନ୍ ବି ସ୍ୱାମୀ ସଦାନନ୍ଦ। ତାପରେ 16, କାନ୍ତ କବିଙ୍କ ରଚିତ ଆଦନ୍ତବାଦୀ ଗୀତ ଗୁଡିକ ସଂକଳନ ନାମ କଣ? ଅପସନ୍ ସି ଜୀବନ ସଙ୍ଗୀତ। ହେଲା, ତାପରେ ଦେଖ ପିଲେ, କୃଷ୍ଣଙ୍କର ନବସଂସାର ମଦ୍ୟପ ବଂଶଗୋଷ୍ଠୀ ଓ ସାଙ୍ଗସାଥୀ ପ୍ରଭାସ ତୀର୍ଥର କେଉଁ ବର୍ଣ୍ଣରେ ପରସ୍ପର ହଣାହଣି ଧ୍ୱଂସ ହେଲେ, ମରାମରି ହେଲେ? ଅପସନ୍ ଏ ଏରକାର ବଣରେ। ଜଡ ବିଜ୍ଞାନ 18, କ୍ୱେଶ୍ଚିନ୍ ନମ୍ବର 18, ଜଡ ବିଜ୍ଞାନ କେତେ ଭାଗରେ ବିଭକ୍ତ? 2 ଭାଗରେ ବିଭକ୍ତ। ତାପରେ 19, ବିଶିଷ୍ଟ ଲେଖକ ଶ୍ରୀଯୁକ୍ତ ଅନ୍ନଦାଶଙ୍କ ରାୟ କେଉଁଠାରେ ଜନ୍ମ ନେଇଥିଲେ? ଢେଙ୍କାନାଳ। ଅପସନ୍ ବି। ହେଲା, କ୍ଲିୟର। ତାପରେ ଦେଖ, ନରେନରୁ ବିବେକାନନ୍ଦକୁ ଜନ୍ମ ଦେବା ପାଇଁ କେଉଁ ସ୍ଥାନ ହୋଇଥିଲା ଏନ୍ତୁଶାଳ? ଅପସନ୍ ଏ କଣ କହିଲ? ଦକ୍ଷିଣେଶ୍ୱର। ତାପରେ 21 ନମ୍ବର କ୍ୱେଶ୍ଚିନ୍, ପ୍ରୀତି କାନିରେ କି ଜଳଖିଆ ଆଣିଥିଲା? ଚାଉଳ ଭଜା। ଅପସନ୍ ଡି। 22, କଳିଙ୍ଗ ରାଜମା କିଏ ସେ? ରାଜେଶ୍ୱରୀ। ଅପସନ୍ ଏ। ହେଲା, ତାପରେ ପୁରବୀଙ୍କ ସହିତ ମହାପ୍ରଭୁଙ୍କ ବିବାହ କେତେ ବର୍ଷ ବୋଲି କହିଛନ୍ତି? 12 ବର୍ଷ। ବେବୀ କିଏ? ଅପସନ୍ ବି ପୁରବୀଙ୍କ ଝିଅ। ତାପରେ କ୍ୱେଶ୍ଚିନ୍ ନମ୍ବର 25, ନରସିଂହ ଦେବ କେଉଁଠାରେ ସୂର୍ଯ୍ୟୋଦୟ ଦେଖୁଥିଲେ? ଅପସନ୍ ଡି ଚନ୍ଦ୍ରଭାଗା ତୀରରେ। ଲେଖକ ନିଜକୁ କେଉଁ ରାଜ୍ୟର ଲୋକ ବୋଲି କହିଛନ୍ତି? ଅପସନ୍ ବି ଜଙ୍ଗଲ ରାଜ୍ୟ। ହେଲା, 27, ଦୁଇ ଆଣ୍ଠୁ ଭିତରେ ମୁହଁକୁ ଗୁଞ୍ଜି କିଏ ବସି ରହିଲେ? ଅଙ୍ଗଦ। ଅପସନ୍ ସି। ହେଲା, ତାପରେ କାନ୍ଧରେ 28, ବେଲବଣ ଭିତରେ କଣ୍ଟା ଆଡେଇ କିଏ ବସିଲେ? ନଟବର ବାବୁ। 29 କ୍ୱେଶ୍ଚିନ୍ ନମ୍ବର, କାନ୍ଧରେ କଣ ପକାଇ ଦରବଢାଟି ଢଳି ଢଳି ଆସିଥିଲା? କାନ୍ଧରେ କୁରାଢି ପକେଇ। କ୍ଲିୟର। ହେଲା, ତାପରେ
1200 ବଢେଇ ଦିନ ନାହିଁ ରାତି ନାହିଁ କାମରେ ଲାଗିଛନ୍ତି ଏ କାହାର ଉକ୍ତି? ଏଥର ଆଗନ୍ତୁଙ୍କର ଅପସନ ବି। ତାପରେ 31 ନମ୍ବର ସୁଧ ଶବ୍ଦଟି ବାଛି ଲେଖ। ସୁଧ ହଉଛି ଅପସନ ସି ବହିଷ୍କୃତ ଅପସନ ସି। ଉଜ୍ଜଳ କେଉଁ ବିଧିରୁ ଠିକ ହେଲା ବି ତଦିତଗତ କ୍ଲିୟର। ତାପରେ ଦେଖ ପିଲେ ବାବୁ ନାକ ସିରି ଦାନ ଯୋଗ୍ୟ 34 ନମ୍ବର ବାବୁ ନାକ ରହିଲା 33 ନମ୍ବର ରହିଲା। ଚୋଖି ଛନ୍ଦ କେତେ ପାଦରେ ଏକ ପଦ ହୁଏ? ଚୋଖି ମନେ ରଖ ପିଲେ ଚୋଖି ହଉଛି 4 ପାଦରେ ଏକ ପାଦ ଏକ ପଦ 4ଟା ଧାଡି ଗୋଟେ ଧାଡି କି ପାଦ କହନ୍ତି 4 ପାଦରେ ଏକ ପଦ। ଚୋଖି ଚୋଖିର ଜାଣିଛ କଣ? ତମର ଯୋଉ ମଙ୍ଗଳ ହେଇଲା ଚୋଖି ଆଗରେ ଲେଖା ହେଇଛି ମଙ୍ଗଳେ ଆଇଲା ଉଷା ବିଗତ ରାଜୀବ ତୁଷା ଜାନକୀ ଦର୍ଶନ ତୁଷା ହେଲା ହୃଦୟ ବହି ଏଇଟା ଚୋଖି ଆଗରେ ଲେଖା ହେଇଛି। ଏଥିରେ 4 ପାଦରେ ଏକ ପଦ କ୍ଲିୟର ବୁଝିଗଲା। ପ୍ରଥମ 2 ପାଦ କେତେ 29 ଅକ୍ଷର ଯତି ପାଦ ହବ ଜାଣିଛ 6 2 6 2 5 ମନେ ରଖିବ ସେରା ଦେଖିବ ମୁଁ ଦିନ ଆଲୋଚନା ତାକୁ କରିଦେବି। ତାପରେ 34 ନମ୍ବର ଦେଖ ବାବୁ ନାକଶ୍ରୀ ଦାନ ଯୋଗ୍ୟ ଦୋଷାକୁ ବିହର କାନନ କର ଆଲିଙ୍ଗନକୁ। ଏହା ହଉଛି କେଉଁ ଅଳଙ୍କାର? ଏହା ହଉଛି ପିଲେ ଶ୍ଲେଷ ଅଳଙ୍କାର। ତାପରେ 35 ହେଲା 35 ହେଲା ବାକ୍ୟରେ ବ୍ୟବହାର କରାଯାଉଥିବା ପଦ ଗୋଟେ ପାରସ୍ପରିକ ଯଦି ଖାଲି ସମ୍ବନ୍ଧ ପାରସ୍ପରିକ ସମ୍ବନ୍ଧ ଥବ ଖାଲି ଏଇ ଶବ୍ଦଟା ଶବ୍ଦ ମନେ ରଖ ପାରସ୍ପରିକ ସମ୍ବନ୍ଧ ରହିଥିଲେ ଯୋଗ୍ୟତା। କଳା କଳେବର କହ୍ନାଇ ସଙ୍ଗେ ରୋହିଣୀ ସୁତ କରନ୍ତି ମଥୁରା ବିଜୟ ଦାଣ୍ଡେ ଦେଖ ସମାତ। ଏଇଟା କୋଉଠି କୋଉ ନା ରାମକେରି ରାଗରେ 16 ତାପରେ 37 ଦେଖ ଯାହାକୁ ତୁଳନା ଦିଆଯାଏ 37 ନମ୍ବର ଦେଖ ଯାହାକୁ ତୁଳନା ଦିଆଯାଏ ସେ ହେଲା ଉପମେୟ। ଯାହା ସହିତ ତୁଳନା କରାଯାଏ ସେ ହେଲା ଉପମାନ କ୍ଲିୟର। ଯାହା ସହିତ ତୁଳନା ହବ ସେ ହେଲା ଉପମାନ ଯିଏ ତୁଳନା ହବ ସେ ହେଲା ଉପମେୟ ହେଲା। 38 ବାକ୍ୟର ବିଶେଷଣ ପଦ କେଉଁ ପଦ ପୂର୍ବରୁ ବସେ? ବିଶେଷଣ କାହାକୁ? ବିଶେଷ୍ୟ ପୂର୍ବରୁ ବସିବ ବିଶେଷଣ। ତାହେଲେ ଅପସନ ଡି। 39 ଦେଖ ସତରେ ତମେ ଆସିଛ ଏଇଟା ବିସ୍ମୟ ଆରେ ବିସ୍ମୟ ଚିହ୍ନ ଦିଆଯାଇଛି କଣ ଏଟା ହଉଛି ବିସ୍ମୟ ସୂଚକ ବାକ୍ୟ ଅପସନ ଏ ହେଲା। ତାହେଲେ 40 ଜାଣିବାକୁ ଇଚ୍ଛା କରେ ଯେ ହେଲା ଜିଜ୍ଞାସୁ କିନ୍ତୁ ଜାଣିବାକୁ ଇଚ୍ଛା ହେଲା ଜିଜ୍ଞାସା। ଜାଣିବାକୁ ଇଚ୍ଛା କରେ ଯେ ସେ ହେଲା ଜିଜ୍ଞାସୁ ହେଲା। ତାପରେ ଦେଖ କଣ ତାପରେ ପିଲେ ଦେଖ ଭଲ ଜିନିଷଟା ଦେଇଛି ଏଟା ମନେ ରଖିବ। 41 ହେଲା ପସନ୍ଦ କରିବା ଏଥିପାଇଁ ରୂଢିଟି ଲେଖ। ଆଖି ବୁଝିବା ଆଖି ପାଇବା ଆଖିକି ପାଇବା ଆଖି ବୁଲେଇବା। ତାହେଲେ ଏଇଟା ମନେ ଏଇଟା ଟିକେ କହୁଛି ବହୁତ ଜିନିଷ ଟିକେ ମନେ ରଖ। ଆଖି ରଖିବା ଅର୍ଥ ଲକ୍ଷ୍ୟ ରଖିବା ମନେ ରଖ। ଆଖି ରଖିବା ଅର୍ଥ ଏଥିରେ ନାହିଁ ମନେ ରଖିଥା। ଆଖି ରଖିବା ଅର୍ଥ ଯତ୍ନ ନେବା ବା ଲକ୍ଷ୍ୟ ରଖିବା। ଆଖି ଦେବା ଅର୍ଥ ଲୋଭ କରିବା ଆଖି ଦେବା ଅର୍ଥ ଲୋଭ କରିବା ବା ବିଷ ଦୃଷ୍ଟିରେ ଦେଖିବା। ଆଖି ପକେଇବା ଅର୍ଥ ଲୋଲୁପ ଦୃଷ୍ଟି ଚୋରି କରିବା। ଆଖି ପକେଇଲେଣି ନେଇଯିବ ଜିନିଷ ଆଖି ପକେଇବା ଅର୍ଥ ଚୋରି କରିବା ବା ଲୋଲୁପ ଦୃଷ୍ଟି ପକେଇବା। ଆଖି ବୁଲାଇବା ଅର୍ଥ ମୋଟାମୋଟି ଧର ପରୀକ୍ଷା ଦଉଛ ଟିକେ ବହିରେ ଆଖି ପକେଇଯିବୁ ଅର୍ଥ ମୋଟାମୋଟି ଦେଇଯିବୁ ଆଖି ପକେଇବା। ଆଖି ବୁଝିବା ଅର୍ଥ ବିଲେ ମନେ ମରିଯିବା ସେ ଆଖି ବୁଝିଲେ ଅର୍ଥ ମରିଗଲେ। ଆଖିକି ପାଇବା ଅର୍ଥ ପସନ୍ଦ କରିବା। ଏଇ ଯୋଉ ପସନ୍ଦ କରିବା ହଉଛି ଆଖିକି ପାଇବା ଅପସନ ସି। ଆଖି ପାଇବା ଅର୍ଥ ପୁଣି ଆଖି ପାଇବା ଅର୍ଥ ଆଖି କି ପାଇବା ହେଲା ପସନ୍ଦ କରିବା। ଖାଲି ଆଖି ପାଇବା ହେଇଥିଲେ କଣ ନା କଳନା କରିବା ମୋର ଆଖି ପାଉନି ଅର୍ଥ କଳନା କରିବୁନି ଆଖି ଅର୍ଥ କଳନା କରିବା କ୍ଲିୟର। ଏତ ମନେ ରଖିବ। 42 କ୍ଷୁଦ୍ର ମଧ୍ୟରେ ଭୟଙ୍କରତା କଣ? କ୍ଷୁଦ୍ର ବା ସାପର ବିଷ ଟାଣ ଅର୍ଥ ଛୋଟ ସାପର ବଡ ବିଷ। ଆକାଶ କୁସୁମ ଅର୍ଥ ବୃଥା ସ୍ୱପ୍ନ। 44 ନମ୍ବର କେଉଁ ଗାଈର ଗୋବର? ତ କହୁନାହାନ୍ତି ତୁ କୋଉ ଗାଈର ଗୋବର ଅର୍ଥ ଅତି ସାମାନ୍ୟ ଅପସନ ଡି। 45 ତୁ ଯେତେ ମାଠିବୁ ମାଠେ ମୁଁ ସେଇ ଦରପଡା କାଠେ ମାଠ ଅପସନ ଏ ହବ। ତାପରେ ଦେଇଛି ବାକ୍ୟର ପ୍ରକାର୍ଯ୍ୟତ୍ମକ ରୂପ କେତେ ପ୍ରକାର?
ଦିଟା, ଗୋଟେ ହଉଛି ଗଠନାତ୍ମକ ଆଉ ଗୋଟେ ହଉଛି ପ୍ରକାରାତ୍ମକ। ତାହେଲେ ଗଠନାତ୍ମକ ହଉଛି କେତେ ପ୍ରକାର? ଗଠନାତ୍ମକ ହଉଛି 4 ପ୍ରକାର। କଣ? ସରଳ, ଯୌଗିକ, ଜଟିଳ, ମିଶ୍ର। ଆରେ ଗଠନାତ୍ମକ ବାକ୍ୟ 4 ପ୍ରକାରର: ସରଳ ବାକ୍ୟ, ଯୌଗିକ ବାକ୍ୟ, ଜଟିଳ ବାକ୍ୟ ଆଉ ମିଶ୍ର ବାକ୍ୟ। ହେଲା। ପ୍ରକାରାତ୍ମକ ବାକ୍ୟ ହଉଛି 5 ପ୍ରକାର। 1 ହେଲା ବିବୃତି ସୂଚକ, 2 ନାସ୍ତି ସୂଚକ, 3 ପ୍ରଶ୍ନ ସୂଚକ, 4 ବିସ୍ମୟ ସୂଚକ, 5 ଆଦେଶ ବା ଅନୁଜ୍ଞା ସୂଚକ। କ୍ଲିୟର? ଦେଖ, ଯଦି ଜେଜେ ଆସିବେ ତେବେ ଆମେ ଯିବୁ। ଯେବେ, ସେବେ, ଯଦି, ତେବେ ଏଗୁରା ହଉଛି ଜଟିଳ ବାକ୍ୟ। ତାପରେ ଦେଖ, ତାପରେ କଣ ହେଲା? ଅପରାହ୍ନ, ଏଠାରେ କେଉଁ ନିୟମ ବ୍ୟବହୃତ ହେଇଛି? ଅପରାହ୍ନ ହେଲା ଣତ୍ବ ବିଧି। 49, 4ଟି ମଧ୍ୟରୁ କେଉଁ ଠିକ? ଅପସନ ସି ହେଲା ପୂଜାସ୍ପଦ। ପୂଜାର ଆସ୍ପଦ, ଆସ୍ପଦ ବେଳେ ପାତ୍ର, ଅପସନ ସି ଟି କଥା। ପୂଜାସ୍ପଦ। 50, ଅଲଣା କଥା। ଅଲଣା କଥା ହଉଛି ଇଏ କି ପ୍ରରୂଢି? ଅଲଣା କଥା, କ୍ରିୟା ନାହିଁ ଏଥିରେ, କ୍ରିୟାହୀନ ରୂଢି। ହେଲା। ଥ୍ୟାଙ୍କ ୟୁ।